ଭାଇ ମୋ ନାଁ ଚତୁର ସାହାଣୀ ବେ ମା ପେଟରୁ ମୁଁ ଚତୁର ସେଇଥିପାଇଁ ମୋ ବାପା ନାଁ ରଖିଛି ଚତୁର। ଶଳା ସେ ମାଇକିନା ପେଣ୍ଠି ମୁଁ ଯେତେ ମନା କରୁଛି ବେ ମୋର ଚିହ୍ନ ବୋତଲ ଚିହ୍ନ ସେ କହୁଛି ନାଇଁ କଦଳୀ ଚିହ୍ନରେ ମୁଁ ଭୋଟ ଦେବି। ଶଳା ଗଲା କୁଆଡ଼େ ଆଜି ଆସୁ ବେ ସ୍ୱାମୀ ଯୁଆଡ଼େ ସ୍ତ୍ରୀ ସିଆଡ଼େ ତୋ ମନ ଇଚ୍ଛାରେ ତୁ କରିବୁ। କହିଲା ମୁଁ କଦଳୀ ଚିହ୍ନରେ ଭୋଟ ଦେବି। ସେ ଶଳା ଗଣ୍ଠିଟା ଜମା ଭଲ ଲୋକ ନୁହଁ। ଇଏ ପେଣ୍ଠି ତା ପଛେ ପଛେ ଲାଗିଛି। ଠିକ କଥା ଏଗୁଡାକ। ଠିକ କଥା ରହରେ ପୁଅ ଗଣ୍ଠି ରହ। ଶଳା ଖରା ବେଳେ ହାବୁଡେ ପଡେ ଏମିତି ଆମ୍ବ ଖୁଆଇବି ଶଳା ତ ଘର ଲେଖରେ ଯିବ। ମୁଁ ଦେଖୁଛି ଶଳା ବୋତଲ ଚିହ୍ନ ହାରିଯିବ ବୋତଲ ଚିହ୍ନ। ସେ ଶଳା କଦଳୀ ଚିହ୍ନ ଜିତିବ କାହିଁକି ଯୁଆଡେ ଦେଖିବ ସିଆଡେ ଖାଲି କଦଳୀ ଯୁଆଡେ ଦେଖିବ। ମୁଁ ବି ବୁଝିପାରୁନି ସେ ଶଳା ଗଣ୍ଠି ମୋ ଘର ଭିତରକୁ କାହିଁକି ଆସୁଛି। ବେ ମୁଁ ଥିଲାବେଳେ ଆସୁଛୁ ସେଇଟା ଅଲଗା କଥା। ମୁଁ ନଥିଲା ବେଳେ ଆସିବୁ ବେ କୁଆଡେ ଯାଇ କୁଆଡେ କଣ କରିଦେବୁ। ସେ ପେଣ୍ଠି ଉପରେ ମୋର ଜମା ଭରସା ନାହିଁ। ଆରେ ପେଣ୍ଠି ପେଣ୍ଠି କାହିଁକି ଚିଲଉଛୁ? ମୋ କହିବା କଥା ସକାଳୁ ସକାଳୁ ଏମିତି ଫିଟିଂ ଫାଟିଂ ହେଇ କୁଆଡେ ପଳେଇଥିଲୁ? କୁଆଡେ ଯାଇଥିଲୁ? ମୁଁ ଯାଇଥିଲି କଦଳୀ ଆଣିବା ପାଇଁ। ମୋର ଇଚ୍ଛା ହଉଛି କଦଳୀ ଖାଇବା ପାଇଁ। ଶଳା ମୋ ଡାଉଟଟା ଠିକ ସତ ହେଲା ଆଉ। କଣ ବା? ବେ ତୁ କାହାକୁ ଭୋଟ ଦବୁ ବୋଲି ଯାଇକି ପ୍ରଚାର କରୁଛୁ? ଭୋଟ ଦେବି? ମୋର ପୁରା ହେଇନେଇ। ହେଇନେଇ? ନା। ତୋର କଣ ହେଇନେଇ? ମୋର ପୁରା ବୟସ ହେଇନେଇ। ଭୋଟ ଦେବି କେମିତି? ମୁଁ ଭାବିଲି ଆଉ କଣ ହେଇନେଇ। ତମେ ତ ଖାଲି ଭାବୁଛ। ଏଇ ଶୁଣ ବୁଝିଲୁ ଏଠି ଶୁଣ ଆମର ହେଲା ବୋତଲ ଚିହ୍ନ। ବୋତଲ ଚିହ୍ନ? ଏଇ ଶୁଣ ମାଲ ଯୁଆଡେ ମିଳିବ ସିଆଡେ ଭୋଟ ବାড়େଇବା। ମାଲ କଣ ବା? ନୋଟ ନୋଟ ଯୁଆଡେ ମିଳିବ ସିଆଡେ ଭୋଟ ବାড়େଇବା। ତୁ କାହିଁକି ସେ ଗଣ୍ଠି ପଛରେ ଧାଇଛୁ? ବେ ତା କଦଳୀ କି ହରେଇ ଦବା। କଦଳୀ କାହିଁ ହାରିଯିବ? କଦଳୀ ଜିତିବ। କଦଳୀ ଜିତିଲେ ସିନା ମୁଁ କଦଳୀ ଖାଇକି ବଦଳି ଯିବି। ଏବେ ତ ପୁରା ବଦଳି ଗଲେଣି ଆଉ। ତମ ଭଳିଆ ରୁଟି ଖାଇକି ଖାଲି କୁଟି ହେବି ନା କଣ? ଇଏ ପେଣ୍ଠି ମୋ କଥା ଶୁଣ ହେଲା। ମୁଁ ତାଙ୍କୁ କଥା ଦେଇଛି ସେ ବୋତଲ ବାଲା ଚିହ୍ନକୁ ବୁଝିଲ। ସେ ଆଜି ରାତିରେ 20,000 ଟଙ୍କା ଦେବେ। ମୁଁ ସୁଜି ଖାଇକି ତମ କଥା ସବୁ ବୁଝି ସାଇଲି। ସୁଜି ଖାଇକି ବୁଝିଗଲଣି? ହଉ ଆଉ ମୁଁ ତ ଜାଣିଛି ପେଣ୍ଠିଟା ଆମର ଭାରି ଚାଲାକିଆ। ଇଏ ତୁ ଆମ ଘରକୁ ଆସିବା ଦିନଠୁ ମୋର ଧନ ଉପରେ ଧନ କେମିତି ବଢିବାରେ ଲାଗିଛି। ହେଲେ ମୋ କଥା ଟିକେ ରଖ। ସେ କଦଳୀ ଚିହ୍ନ ନା ଜମା ଧରନା। ବୁଝିଲୁ? ତମକୁ ଥରେ କହିଲି ମୁଁ ସେ କଦଳୀ ଖାଇବା ପାଇଁ କଦଳୀ ଚିହ୍ନକୁ ଜିତିବା ପାଇଁ ଚେଷ୍ଟା କରୁଛି। ଜିତିଲା ତମର କଣ ହେଇଯାଉଛି? ମୋର କଣ ହେଇଯାଉଛି? ମୋର କଣ ହବ? ସେଇ ଶଳାଟା ଜିତିଲେ କଦଳୀ ଖାଇକି ଆଗେ ତୋତେ ନବ। ମୁଁ ଜାଣିଛି ସେଟା ଶଳା ପରମ ରାଣ୍ଡୁଆଟା। ମୁଁ କହୁଛି ତୁ ତାକୁ ଜମା ଭୋଟ ଦବୁନି। ତମେ ସେମିତି ଖରାପ ଭାଷା କହିବ ନାହିଁ। କଣଟା ମୁଁ ଖରାପ କହିବି? ସେ ମୋ ଧରମ ଭାଇ। ଯା ଶଳା ମୋ ଡାଉଟଟା ସତ ହେଲା। ତମ ଡାଉଟଟା ସତ ହେଲା? ମୁଁ ଭାବୁଥିଲି ଭିତରେ କିଛି ହଉଛି। କିଛି ହଉନାହିଁ। ନାଇଁ ସବୁ ତ ହେଇଯାଇଛି ଆଉ। ଜଣା ପଡୁଛି ସବୁ ହେଇଯାଇଛି। ବେ ସିଏ କୋଉ ଦିନ ତୋ ଧରମ ଭାଇ ହେଲା? ସିଏ ମୋ ଧରମ ଭାଇ। ସିଏ ମତେ ଏଇ ଶାଢୀଟା କିଏ ଦେଇଛି ଜାଣିଛ? ସେଇ ଧରମ ଭାଇ ଗଣ୍ଠି। ଶଳା ଗଣ୍ଠି ତାହେଲେ ମୁଁ ନଥିଲା ବେଳେ ଆସିକି ପେଣ୍ଠି ସାଙ୍ଗରେ ପକଉଛି ଗଣ୍ଠି ଆଉ। ଦେଖୁନ କିଏ ଚୁଡ଼ି କିଏ ଦେଇଛି ଜାଣିଛ? ସେଇ ଗଣ୍ଠି। ଶଳା ଇଏ ଗଣ୍ଠି ଜବରି ଟାଣୁଆ। ଆମ ଘରେ ଯୋଉ ନୂଆ ଟିଭି
ସେଇଟା ସେଟା ବି ସେଇ ଗଣ୍ଠି ଦେଇଛି। ମୁଁ ଭାବିଲି ଶଳା ଏଇଟା କୋଉଠୁ ଆସିଲା ମୁଁ ପଚାରିବି ବୋଲି ଭାବୁଥିଲି ଆଉ ତମେ ଭାବୁଥିଲ ଖାଲି ଶୋଇକି ଦେଖିବ ନା ଭାବିବ କଣ? ଇଏ ଆଉ ଗଣ୍ଠି ତ ସବୁ ଦେଇଛି ହଁ ଆଉ ତମେ ରହିବ କାହିଁ ଏଠି ହଁ ତମେ ଯାଅ ସେଠି ପକେଇବ ଗଣ୍ଠି ଗଣ୍ଠି ସାଙ୍ଗରେ ପଳେଇବି। ଆଉ କଣ କରିବୁ ହେଇଟି ବା ସିଏ ମୋ ଧରମ ଭାଇ, ତମେ ଏମିତି କାହିଁକି କହୁଛ? ୟାକୁ ଧରମ ଭାଇ ନିଶାଟା ଲାଗିଛି ଆଉ ସିଧା ଘରକୁ ଯା ଯା ଘର ଭିତରକୁ ଯା ଇଏ ବୁଢା ଖାଲି କଣ ହଉଛି କେଜାଣେ। ହଁ? ମୁଁ ଯାଉଛି। ଯା ରହରେ ପୁଅ ଗଣ୍ଠି ରହ ତୁ ପେଣ୍ଠି ସାଙ୍ଗରେ ପକଉଛୁ ଗଣ୍ଠି ହେଲେ ମୁଁ ଛାଡ଼ିବିନି ମୋ ନାଁ ଚତୁର ସାହାଣୀ ବେ ମା ପେଟରୁ ମୁଁ ଚଟ ରହରେ ଗଣ୍ଠି ଦେବି ମୁଁ ଫିଟେଇ ତୋ ଗଣ୍ଠି